ମାନେ ଆପଣଙ୍କୁ ନିଶ୍ଚୟ ଖରାପ ଲାଗିବ ଏଇନା। ନାଟକର ଏଇ ପାର୍ଟିର ଇନ୍ଦ୍ରଭୁବନ ଯେ ଅଛନ୍ତି ପରିଚାଳକ ମନୋଜ ନାଗ ଜୁଏଲ ପ୍ରକୃତରେ ଜୁଏଲ ତାଙ୍କର ଜୁଏଲ ଭାଷା ହିଁ କେତେ ପ୍ରମାଣିତ କରୁଛି ଆଜିର ଯୁବପିଢ଼ିକୁ କ'ଣ ରଖିବା। ନିଶ୍ଚୟ ତାଙ୍କର ସଂଗଠିତ ମନୋଭାବ, ତାଙ୍କର ଯେଉଁ ଶୃଙ୍ଖଳିତ ମନୋଭାବ ବହୁତ ପ୍ରଶଂସନୀୟ। ଆଉ ସେ ନିଜେ ଗୋଟେ କଳାକାର, ଇନ୍ଦ୍ରଭୁବନ ତାଙ୍କର କ'ଣ ନିଜସ୍ୱ ଭଲ ପାଇବା ସୃଷ୍ଟି କରିଛନ୍ତି, ଯାହାକି ଏ ବର୍ଷ ଏଇ 2 ବର୍ଷ ହେଲା ବହୁତ ଭଲ ଲାଗୁଛି। ଇନ୍ଦ୍ରଭୁବନ ତ ନାଟକ ଗୁଚ୍ଛ ମୋତେ ବହୁତ ଭଲ ଲାଗୁଛି, ପ୍ରେମ ମଧ୍ୟ ବହୁତ ଭଲ ଅଛି। ବାସ୍ ସେତିକି। ନିଶ୍ଚିନ୍ତ ଭାବରେ ପୁଣି ଥରେ ଯିବା ପୂର୍ବରୁ ପୁଣି ଥରେ ମୋର ଗୁରୁ ଯାହାଙ୍କ ପାଇଁ ମୁଁ ଆଜି ଏ ପେଣ୍ଡାଲରେ ଠିଆ ହେବାର ସୁଯୋଗ ପାଇଛି, ବହୁତ ମଞ୍ଚ ଚଢ଼ିଛି, କିନ୍ତୁ ଏ ପେଣ୍ଡାଲରେ ଠିଆ ହେବାର ଭାଗ୍ୟ କେବଳ ଭଗବାନ ସାର୍ଙ୍କ ଦେବି। ଯାହା ହଉ ସାର୍ କ'ଣ କହିବେ, ଏହି ଅବସରରେ ନାଟକ ସରି ଯାଉଛି କିନ୍ତୁ ବାସ୍ନା ଅନେକ ଲୋକଙ୍କ ପାଖରେ ପହଞ୍ଚିଛି। ଏହି ଅବସରରେ ନାଟକ ପୁରା ଦର୍ଶକ ପାଖରେ ପହଞ୍ଚିଛି। କ'ଣ କହିବେ ଆଜିର ଏଇ ଦିବସରେ ଆପଣ ସାମ୍ନାରେ ମାଇକେଲ ଲାଇଟମୟ ମଞ୍ଚ ଉପରେ। ପ୍ରଥମତଃ ଦର୍ଶକ ଦେବତାକୁ ମୋର ନମସ୍କାର। ଦର୍ଶକ ଦେବତାଙ୍କୁ ଅନୁରୋଧ, ନାଟକଟିକୁ ଦେଖନ୍ତୁ, ଉପଭୋଗ କରନ୍ତୁ ଏବଂ ମୋତେ ଆଶୀର୍ବାଦ କରିବା ହେବ। ଯାଅ ପ୍ରଥମ ନାଟକ ପାଇବାର ଯେଉଁ ସୁଯୋଗ, ଯେଉଁ ଭାଗ୍ୟ ମା ଶାରଳା ପାଖରେ ପୂଜା ଅର୍ଚ୍ଚନା କରିକି ଆସିଥିଲେ। ଏହି ଅଭ୍ୟାସ ଜୀବନରେ ବହୁତ କିଛି କରିଥାଏ, କିନ୍ତୁ ଇନ୍ଦ୍ରଭୁବନ ଏଭଳି ପ୍ଲାଟଫର୍ମରେ ଯେଉଁ ଚାଲିଛି 30 ପାର୍ଟିର ରନିଂରେ ଆପଣ ବି ଇନ୍ଦ୍ରଭୁବନରେ ପ୍ରଥମ ଫେଜ୍ରୁ ନିଜର ନିର୍ଦ୍ଦେଶନା ଭାର ପୁରା ସ୍କେଲ୍ ଦେଇଛନ୍ତି। କ'ଣ କହିବେ? ମୁଁ ତ କହିପାରିବିନି ପୁରା ଦେଇଛି କି ଅଧା ଦେଇଛି, ଦର୍ଶକ କମ୍ ଅଛି, ସେଇଟା ଦର୍ଶକ କହିବେ। କିନ୍ତୁ ମାଆଙ୍କ ଆଶୀର୍ବାଦରୁ ଏଭଳି ଗୋଟେ 50 ବର୍ଷର ସଂସ୍ଥାର ପ୍ଲାଟଫର୍ମରେ ଠିଆ ହେଇ ନିର୍ଦ୍ଦେଶନା ଦେବା ହୁଏତ ମୋର ଏଇଟାକୁ ମୋର ବଡ଼ ଭାଗ୍ୟ ବୋଲି କହିବି। ଆଉ ସେଇ ଭାଗ୍ୟ ମୋତେ ଆଜି ଏଠି ଆଣି ପହଞ୍ଚେଇଛି। ଯାହା ହଉ ଉମା ଶାରଳାଙ୍କୁ ମୁଁ ଅନେକ ମୁଣ୍ଡିଆ ମାରୁଛି, ମୋତେ ଏମିତି ଏଭଳି ପ୍ଲାଟଫର୍ମରେ ଆଣି ପହଞ୍ଚିଥିବାରୁ। ଯାଉ ଆପଣଙ୍କ ସହିତ ଅଛନ୍ତି ନାଟକର ଯେ ରୂପରେଖ ଯେ ଜନ୍ମ କରିଛନ୍ତି ଓଡ଼ିଶାର ଚର୍ଚ୍ଚିତ ରାଇଟର। କ'ଣ କହିବେ ସାର୍ଙ୍କ ବାବଦରେ? ସାର୍ ବି ଥିଲେ ନିଶ୍ଚୟ ସାର୍ଙ୍କ ବାବଦରେ ତ ଗଣେଶ ସାର୍ଙ୍କ ବାବଦରେ ସାରା ଓଡ଼ିଶା ଜାଣିଛି, ମୁଁ ବା ଅଧିକା ପୁରା ଫେମ୍। ତାଙ୍କ ସହିତ ମୋର ପ୍ରଥମ କାମ, କିନ୍ତୁ ତାଙ୍କର ଲେଖିବାର ସାହିତ୍ୟର ଯେଉଁ ଶୈଳୀ ବା ଯେଉଁ ସଂଳାପର ରିମିକ୍ସ, ଯେଉଁଟାକି ସାହିତ୍ୟ ଏବଂ ନାଟକ ଏବଂ କିଛି ପୌରାଣିକର ଯେଉଁ ଢାଞ୍ଚା ସବୁର ରିମିକ୍ସରେ ତାଙ୍କର ଯେଉଁ ଲେଖା ଏବଂ ଏତେ ମନମୁଗ୍ଧକର, ଆପଣ ନାଟକଟିକୁ ନ ଦେଖିଲେ ବିଶ୍ୱାସ କରିପାରିବେନି, ତାହା ମଧ୍ୟ ପ୍ରମାଣିତ କରିଛନ୍ତି। ନିଶ୍ଚିନ୍ତ ଭାବରେ ଇନ୍ଦ୍ରଭୁବନ କଳାକାରଙ୍କ ସହିତ କାମ କରିବାର ଯେଉଁ ଫୁଲଫିଲ୍ ଆପଣଙ୍କର କ'ଣ ଅନୁଭୂତି ଟିକେ କହିଲେ? ଯେମିତି ଲାଗିଲା ମୁଁ ମୋ ନିଜ ଘର ଭିତରେ ଅଛି ଏବଂ ନିଜ ପରିବାର ଭିତରେ ଅଛି। ଆଉ ଏତେ ସୁନ୍ଦର ଭାବେ ମୋତେ କୋଅପରେସନ୍ ଦେଇ ମୋର ନାଟକଟିକୁ ସଫଳତା ଦେଇଥିବାରୁ ମୁଁ ସମସ୍ତ କଳାକାରଙ୍କୁ, ଇନ୍ଦ୍ରଭୁବନ ସମସ୍ତ କଳାକାର, ମାଲିକ ଏବଂ ମ୍ୟାନେଜର, ତା ସହିତ ସମସ୍ତ ଯେତେ ଟେକ୍ନିସିଆନ୍ ହୁଅନ୍ତୁ, ଲାଇଟ୍ ଟେକ୍ନିସିଆନ୍ ହୁଅନ୍ତୁ ବା ଷ୍ଟେଜ୍ ଯେଉଁମାନେ ବାନ୍ଧିଛନ୍ତି ଟେକ୍ନିସିଆନ୍ ହୁଅନ୍ତୁ, ମ୍ୟୁଜିକ୍ ହଉ, ସମସ୍ତଙ୍କୁ ମୁଁ ମୋ ତରଫରୁ ଅନେକ ଧନ୍ୟବାଦ ଦେବି। ଯାଉ ଏ ଗୀତରେ ଯେ ରସ ଦେଇଛନ୍ତି, ଯେଉଁ ସଙ୍ଗୀତ ଏବଂ ଯେ ଦେଇଛନ୍ତି ସାର୍ ମହତ, ସେ ବି ଆମ ଗଣେ ଥିଲେ। ପ୍ରଥମ କ'ଣ କହିବେ ତାଙ୍କ ବାବଦରେ? ହଁ, ହିମାଂଶୁ ଇଜ୍ ଦ ବେଷ୍ଟ ସିଙ୍ଗର ମାନେ ଏଇ ନାଟକ ପାଇଁ। ଆଉ ସେ ଆର ପିଲାଟି ବି ଯେଉଁ ଅଛି ସେ ବି ବହୁତ ଭଲ ସିଙ୍ଗର, ତା ନାଁ ଟିକେ ମୁଣ୍ଡରେ ନାହିଁ। ଯାଉ ସମସ୍ତଙ୍କୁ, ସେ ଉର୍ମି ବି ବହୁତ ବଢ଼ିଆ, ଉର୍ମିଳ ମଣ୍ଡଳ ବହୁତ ସୁନ୍ଦର ଆକ୍ଟିଭ, 3 ବର୍ଷର ଅଛନ୍ତି, ସୁନ୍ଦର ମେଲୋଡ଼ିୟସ୍ ଭଏସ୍। ଆପଣ ଏଇ ନାଟକଟିକୁ ଦେଖନ୍ତୁ ଏବଂ ସେମାନଙ୍କର ଯେଉଁ ସଙ୍ଗୀତର ମଜା ନିଅନ୍ତୁ। ନିଶ୍ଚିନ୍ତ ଶେଷ ଥର ପାଇଁ ପୁଣି ମାଇକେଲ ଲାଇଭ୍ এই মঞ্চ উপরে ঠিয়া হবার যে সৌভাগ্য, মু তো নিজକୁ গর্ব ইন্দ্রভুবন ভাবে প্লাটফর্মে ঠিয়া হয়েকি উপরে রহিকি আপনার সহ প্রতিক্রিয়া রখা কি বার্তা নেওয়া কেতে দূর প্রাচুর্য କ'ଣ କହିବେ ଯାହା କହିପାରିବେ ମୋତେ ଭାଇପାରିବେ? ମାଇକେଲ ଲାଇଭ୍ ତ ନିଶ୍ଚୟ ତାକୁ ଅନେକ ଧନ୍ୟବାଦ ଦେବି। ନିଜ ପରିବାର ଛାଡ଼ି, ନିଜ ସଂସାରକୁ ଛାଡ଼ି ଏଇଭଳି ପ୍ଲାଟଫର୍ମରେ ସବୁ ବୁଲି ଆପଣଙ୍କ ପାଖରେ ଲାଇଭ୍ ପହଞ୍ଚେଇବା ଏବଂ କେତେ କଷ୍ଟକୁ ନିଜ ଭିତରେ ରଖି ଆପଣମାନଙ୍କ ପାଖରେ ଲାଇଭ୍ କାଷ୍ଟ ପହଞ୍ଚେଇଥିବାରୁ ମୁଁ ଅନେକ ଧନ୍ୟବାଦ ଦେବି ମାଇକେଲକୁ, ବିଶେଷ କରି ମୋ ତରଫରୁ।
ସାର୍ ଆପରେ ନାଟକ କ'ଣ କ'ଣ ଅଛି ଅନେକ ଅନୁଷ୍ଠାନରୁ ଆପଣଙ୍କୁ ଫୋନ୍ ବି ଆସିଲାଣି ଆପରେ ପରେ କେଉଁ ଅନୁଷ୍ଠାନ ଯାଉଛନ୍ତି ଦର୍ଶକମାନେ ଟିକେ କହିବେ। ଦର୍ଶକମାନଙ୍କୁ କ'ଣ କହିବା, ଏବେ ତ ମାହେଶ୍ୱରୀରେ ଅଛି। ମାହେଶ୍ୱରୀ ପରେ ପ୍ରାୟ ଆଉ ଆଗକୁ କ'ଣ ହେବ କହିହେବନି, କିନ୍ତୁ ଏବେ ମାହେଶ୍ୱରୀରେ ଅଛି। ନିଶ୍ଚିନ୍ତ ଭାବେ ଆଗକୁ କ'ଣ ହେବ ନାଟକର ଟାଇଟଲ୍ ଯଦି ଆଗକୁ କ'ଣ ହେବ ସାର୍ଙ୍କର ସେ ବି କହିପାରିବେ। ନିଶ୍ଚିନ୍ତ ଭାବରେ ଆଜିର ଏଇ ପ୍ରତିକ୍ରିୟା ବିଶେଷ କରି ଓଡ଼ିଶା ଦର୍ଶକମାନଙ୍କୁ ପଦେ କହିକି ରଖିବେ। ନାଟକ ଯେଉଁଠି ଯେଉଁଠି ଲାଗିଛି ଯେଉଁ ଜାଗାକୁ ଯାଇଛି ଓଡ଼ିଶା ଦର୍ଶକଙ୍କୁ ଅନୁରୋଧ, ନାଟକ ଦେଖନ୍ତୁ, ଏ କଳା ବଞ୍ଚି ରହିଛି, ଆକୁ ବଞ୍ଚେଇ ରଖନ୍ତୁ। ଏବଂ ଯେଉଁ କଳାକାରମାନେ ଦୀର୍ଘ ଦିନ ରାତି ଅନିଦ୍ରା ହେଇ ଦିନ ଅନିଦ୍ରା ହେଇ ଆପଣଙ୍କ ପାଖରେ ନାଟକକୁ ପହଞ୍ଚଉଛନ୍ତି ତାଙ୍କୁ ଆଶୀର୍ବାଦ କରନ୍ତୁ। ମୋ ତରଫରୁ ଅନେକ ଅନେକ ଧନ୍ୟବାଦ। ସିଧାସଳଖ ଆପଣ ଦେଖୁଛନ୍ତି ଭିଙ୍ଗାରପୁର ଇନ୍ଦ୍ରଭବନ ପରିସରରୁ ମାଇକେଲ ଲାଇଭ୍। ଜୟ ଜଗନ୍ନାଥ, ଜୟ ମା ଚର୍ଚ୍ଚିକା।